ଆରେ ଶୁଣ, ଆମେ ମାନେ ପିକନିକ ଯିବାକୁ ଚାହୁଁଛୁ, ତମେ ମାନେ ବି ଆମ ସାଙ୍ଗରେ ଯିବ କି? ହଁ ହଁ, ଆମେ ବି ତୁମ ସାଙ୍ଗରେ ପିକନିକ ଯିବୁ। ଅନେକ ଦିନରୁ ଆମେ ବି ପିକନିକ ଯାଇନୁ। ତେବେ ଠିକ ଅଛି, କୁହ ପିକନିକ ମେନୁରେ କଣ କଣ ରହିବ? ଯାହା ବି କର, ଲାଷ୍ଟ କିନ୍ତୁ ପାଏସ ରଖ। ମତେ ପାଏସ ଖାଇବାକୁ ଭାରି ଭଲ ଲାଗେ। ଆଚ୍ଛା ଠିକ ଅଛି, ଆଉ କିଏ କଣ ଖାଇବ କୁହ? ଆରେ ଶୁଣ, ପିକନିକରେ ଖାସି ମାଂସ ବିନା ମଜା ଆସିବନି। ତୁ ମେନୁରେ ଖାସି ମାଂସ ଆଉ ବିରିୟାନୀ ରଖିଦେ। ଠିକ ଅଛି, ରଖିଦେଲି। ଆଉ କଣ କଣ ରଖିବି କୁହ? ନା ନା, ଆଉ କିଛି ଦରକାର ନାହିଁ, ଏତିକିରେ ହେଇଯିବ। ଆଚ୍ଛା ତେବେ ଠିକ ଅଛି, ଏବେ ଚାଲ ଟଙ୍କା ଏକାଠି କରିନେବା। ପିକନିକରେ ଖାସି ମାଂସ ଖାଇଲେ ଜଣକା 500 ଟଙ୍କା ଦେବାକୁ ପଡିବ। କଣ 500 ଟଙ୍କା? ନା ନା, 500 ଟଙ୍କା ଦେଇ ମୁଁ ପିକନିକ ଯାଇପାରିବିନି। ହଁ, ଆମେ ବି 500 ଟଙ୍କା ଦେଇପାରିବୁନି। ମୁଁ ଯଦି ପିକନିକ ପାଇଁ 500 ଟଙ୍କା ମାଗିବି, ମୋ ମା ଝାଡୁରେ ପିଟିବେ। ନା ନା, ମୁଁ 500 ଟଙ୍କା ଦେଇପାରିବିନି। ଆଚ୍ଛା ତେବେ ଠିକ ଅଛି, ଆମେ ପିକନିକରେ ଖାସି ମାଂସ କରିବାନି, ଆମେ କୁକୁଡ଼ା ମାଂସ କରିବା। ସେମିତି ହେଲେ ଜଣକା 200 ଟଙ୍କା ଦେବାକୁ ପଡିବ। ପୁଣି ଟଙ୍କା? ନା ନା, ମୁଁ ପିକନିକରେ କିଛି ବି ଖାଇବିନି, ମୁଁ ଟଙ୍କା ଦେଇପାରିବିନି। ଗୋଟେ କାମ କର, କେହି ବି ପିକନିକ ଯାଅନି, ମୁଁ ଘରକୁ ଯାଉଛି। ଆରେ ରହ ରହ, ମୋ ପାଖରେ ଗୋଟେ ଉପାୟ ଅଛି। କାହାକୁ ବି ଟଙ୍କା ଦେବାକୁ ପଡିବନି, ଆମେ ପିକନିକରେ ବି ଖାଇପାରିବା। କଣ ସେ ଉପାୟ କହ? ତମେ ମାନେ ଘରୁ ଚାଉଳ ଡାଲି ନେଇ ଆସ, ମୁଁ ଗୋଟେ ଛେଳି ଚୋରି କରି ନେଇ ଆସିବି। ସେମିତିରେ କାହାକୁ ବି ଟଙ୍କା ଦେବାକୁ ପଡିବନି, ଆଉ ଆମ ପିକନିକ ବି ହେଇଯିବ। ହଁ ଠିକ କଥା, ମୁଁ ଆମ ଘରୁ ଚାଉଳ ନେଇ ଆସିବି। ତେବେ ମୁଁ ଆମ ଘରୁ ଡାଲି ନେଇ ଆସିବି। ମୁଁ ଆମ ଘରୁ ପିଆଜ ରସୁଣ ନେଇ ଆସିବି। ମୁଁ ତେଲ ମସଲା ନେଇ ଆସିବି। ତେବେ ତ ହେଲା, ଯାଅ ଯାଅ ଜିନିଷ ରେଡି କର, ମୁଁ ଆଉ ମୋ ସାଙ୍ଗ ଯାଇ ଛେଳି ଖୋଜି ଆଣୁ। ଆରେ ସାଙ୍ଗମାନେ, ଚାଲ ଏବେ ଯିବା। କୁଆଡେ ଯିବୁ ତୋ ସାଙ୍ଗରେ? ଏବେ ପରା କଥା ହେଲେ ଛେଳି ଚୋରି କରିବାକୁ ଯିବା। ନା ନା, ମୁଁ ତ ସାଙ୍ଗରେ ଯିବିନି, ଧରା ପଡିଲେ ମୁଁ ମାଡ ଖାଇପାରିବିନି। ମିଟୁ, ତୁ ତ ମୋ ସାଙ୍ଗରେ ଚାଲେ, ଜମା ଡରନି। ମୁଁ ଏମିତି ଚୋରି କରିବି, କେହି ଜାଣିପାରିବେନି। ଆଉ ତା ଛଡା ଯଦି ଧରା ପଡିଯିବା, ମୁଁ ତ ଭାଗ ମାରଟା ବି ଖାଇନେବି। ଠିକ ଅଛି? ଆଚ୍ଛା ହଉ, ଚାଲ ଯିବା। ଏଇଟା ଭଲ ଜାଗା, ଏଠି ଅନେକ ଘାସ ପଡିଛି। ମୁଁ ଏଇଠି ମୋ ଛେଳିକୁ ବାନ୍ଧି ଦେଇଥାଏ। ଛେଳି ଘାସ ଖାଇସାରୁ, ତାପରେ ମୁଁ ତାକୁ ଆସି ନେଇଯିବି। ମିଟୁ, ଦେଖ ଦେଖ, ଆଗରେ ଗୋଟେ ଛେଳି ଅଛି। ଛେଳିଟା କେତେ ହୃଷ୍ଟପୃଷ୍ଟ ହେଇଛି। ତୁ ଚାରିଆଡେ ନଜର ରଖ, ମୁଁ ଯାଏ ଛେଳିଟାକୁ ନେଇ ଆସେ। ଆଉ ଯାହା କରୁଛୁ ଶୀଘ୍ର କର, ମତେ ଭାରି ଡର ଲାଗୁଛି। ଏଇ ତ ମୁଁ ଛେଳି ନେଇ ଆସିଲି, ଚାଲ ଏବେ ଯିବା। ଆମେ ସବୁ ଜିନିଷ ତ ରେଡି କରି ସାରିଲେଣି, ହେଲେ କାହିଁ କାଉ ଛେଳି ନେଇ ଏଯାଏଁ ତ ଆସିଲାନି। ଆମେ ଆସିଗଲୁ, ଦେଖ ମୁଁ ଛେଳି ନେଇ ଆସିଛି। ଏବେ ପିକନିକରେ ମଜା ଆସିଯିବ। ସତରେ ଏହି ଖୁସିରେ ତ ମତେ ନାଚିବାକୁ ଇଚ୍ଛା ହଉଛି। ଲା 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 ଲା। ଆରେ ଆରେ, ଛେଳିଟା ପଳେଇଲା, ଧର ଧର ତାକୁ। ଛେଳିକୁ ଛାଡି ସମସ୍ତେ ନାଚୁଥିଲ କାହିଁକି? ତାକୁ ବାନ୍ଧି ପାରିଲନି? ଏ ଛେଳି, ରହ ରହ, କୁଆଡେ ଯାଉଛୁ? ତୁ ଚାଲିଗଲେ ଆମ ପିକନିକ କେମିତି ହେବ? ଧରା ପଡିଲା ଛେଳି, ଏବେ ଯିବୁ କୁଆଡେ? ଆରେ ଆରେ, ମୋ ଛେଳିକୁ ନେଇ ତମେ ମାନେ କୁଆଡେ ଯାଉଛ? କୁଆଡେ ଆଉ ଯିବୁ? ଏ ଛେଳିକୁ ନେଲେ ଆମେ ପିକନିକ କରିବୁ। କଣ ହେଲା, ତମ ଚଢେଇ ଗୁଡାଙ୍କର ଏତେ ସାହସ? ମୋ ଛେଳି ଚୋରି କରି ପିକନିକ କରିବାକୁ ଚାହୁଁଛ? ଏବେ ମୁଁ ତମ ମାନଙ୍କୁ ଛାଡିବିନି। ଆମର କିଛି ବି ଭୁଲ ନାହିଁ, ସବୁ ଭୁଲ କାଉର। ଇଏ ହିଁ ତମ ଛେଳି ଚୋରି କରିବାକୁ ବୁଦ୍ଧି ଦେଇଥିଲା। କଣ ଏ ସବୁ ଏ କାଉର କାମ? ରହ କାଉ, ଏବେ ତୁ ଏଠୁ ଯାଇପାରିବୁନି। ଆରେ ମରିଗଲି ରେ, ମୋର ଭୁଲ ହେଇଗଲା, ମତେ ଆଉ ମାରନି। ମୁଁ ଆଉ ଦିନେ ବି ତୁମ ଛେଳି ଚୋରି କରିବିନି, ଦୟାକରି ମତେ ଛାଡି ଦିଅ। ଠିକ ଅଛି, ଆଜି ମୁଁ ତତେ ଛାଡି ଦଉଛି, ହେଲେ ଆଉ ଦିନେ ଯଦି ତତେ ମୋ ଛେଳିର ଆଖପାଖରେ ଦେଖିବି, ମାରି ମାରି ତୋ ଗୋଡ ଭାଙ୍ଗିଦେବି। ଆରେ ଆରେ, ଛେଳି ତ ଚାଲିଗଲା, ଏବେ ପିକନିକରେ କଣ ଖାଇବା? ଛେଳି ମାଂସ ନହେଲେ ନାହିଁ, ଏବେ ଆମେ କୁକୁଡ଼ା ମାଂସ ରାନ୍ଧିବା।
ହେଲେ ତୋ କୁକୁଡ଼ା କୋଉଠୁ ଆଣିବୁ? ଯେମିତି ଛେଳି ଚୋରି କରିଥିଲେ ସେମିତି କୁକୁଡ଼ା ଚୋରି କରିବା। ଆରେ ଆରେ, ଜଣେ ଚୋରି କରିକି କେମିତି ମାଡ଼ ଖାଇଲା? ତୁ କଣ ଦେଖିକି ବି କିଛି ଶିକ୍ଷା ପାଇଲୁନି ଯେ ଆହୁରି ଚୋରି କରିବା କଥା କହୁଛୁ? ନା ନା, ଆଉ କେହି ବି ଚୋରି କରନି। ଆମ ପାଖରେ ଯାହା ବି ଅଛି ସେସବୁ ଖାଇନେବା। ମୁଁ ଖିଚୁଡ଼ି ରାନ୍ଧିଦେବି, ସମସ୍ତେ ଖାଇନେବ। ହଁ, ଚଢ଼େଇ ଠିକ କଥା କହିଛି। ଚାଲ ଏବେ ଯିବା ଆଉ ଖିଚୁଡ଼ି ରାନ୍ଧିବାର ବ୍ୟବସ୍ଥା କରିବା। ଖିଚୁଡ଼ି ରନ୍ଧା ତ ସରିଗଲା। ଚାଲ ଏବେ ଟିକେ ନାଚ ଗୀତ ହେଇଯାଉ, ତାପରେ ସମସ୍ତେ ମିଶି ଖିଚୁଡ଼ି ଖାଇ ଘରକୁ ଯିବା। ଆରେ ଶୀଘ୍ର ମୋ ପାଇଁ ଖାଇବା ଆଣି, ମତେ ଭାରି ଭୋକ ଲାଗିଲାଣି। ହଁ ହଁ, ମୋ ରୋଷେଇ ସରିଲାଣି, ରୁହ ଖାଇବା ନଉଛି। ଆରେ ବାହ, କେତେ ବଢିଆ ଖିଚୁଡ଼ିର ବାସ୍ନା ଆସୁଛି। କିଏ ଏତେ ବଢିଆ ଖିଚୁଡ଼ି ରାନ୍ଧିଛି? ଯାଏ ତାଠୁ କିଛି ଖିଚୁଡ଼ି ଖାଇ ଆସେ। ଆରେ ଆରେ, ତମେ କୁଆଡେ ବାହାରିଲ? ଖାଇବା ଆଣି ଦେଇଛି, ନିଅ ଖାଇନିଅ। ଆରେ ରଖେ ଖାଇବା, କେତେ ବଢିଆ ଖିଚୁଡ଼ିର ବାସ୍ନା ଆସୁଛି। ଚାଲ ମୋ ସାଙ୍ଗରେ କିଛି ଖିଚୁଡ଼ି ଖାଇ ଆସିବା। ଆରେ ଦେଖ ଦେଖ, ଏଠି କିଛି ଚଢ଼େଇ ନାଚୁଛନ୍ତି। ଲାଗୁଛି ଏମାନେ ହିଁ ଖିଚୁଡ଼ି ରାନ୍ଧିଛନ୍ତି। ଏବେ କଣ କରିବା? ଆରେ ମାଗିଲେ କଣ ଏମାନେ ତାଙ୍କ ଖିଚୁଡ଼ି ଆମକୁ ଦେବେ? ଏମାନେ ଏବେ ନାଚିବାରେ ବ୍ୟସ୍ତ ଅଛନ୍ତି। ଚାଲେ ଏଇ ସୁଯୋଗରେ ଶୀଘ୍ର ତାଙ୍କ ଖିଚୁଡ଼ି ଖାଇ ଚାଲିଯିବା। ନାଚ ଗୀତ ଏବେ ବହୁତ ହେଇଗଲା, ଚାଲ ଏବେ ଖିଚୁଡ଼ି ଖାଇବା। ଆରେ ଆରେ, ତମେ ମାନେ ଆମ ଖିଚୁଡ଼ି ଚୋରି କରି ଖାଉଛ? ନା ମାନେ ଚୋରି କରିନୁ, ଖାଇବାକୁ ଇଚ୍ଛା ହଉଥିଲା ତ ସେଥିପାଇଁ ଖାଇଦେଲୁ। ଚୋରି କରି ଏବେ ବାହାନା କରୁଛ ନାଇଁ? ସେତେବେଳେ ଛେଳି ଚୋର କହି ଆମ ସାଙ୍ଗକୁ ତମେ ମାନେ ଅନେକ ପିଟିଥିଲ। ଏବେ ଆମେ ତମ ମାନଙ୍କୁ ଛାଡ଼ିବୁନି। ଆରେ ଦେଖୁଛ କଣ, ମାର ଏମାନଙ୍କୁ। ଆରେ ମରିଗଲୁ ରେ, ଛାଡ଼ ଛାଡ଼ ଆମକୁ। ଆରେ ଆରେ, ଏମାନେ ଆମକୁ ଆଉ ଛାଡ଼ିବେନି। ଚାଲ ଚାଲ ଶୀଘ୍ର ଏଠୁ ପଳେଇବା। ଚଢ଼େଇ ତା ଭଙ୍ଗା ଘରେ ବସି ବାହାରକୁ ଦେଖୁଥିଲା। ଶୀତ ଦିନ ହେବାରୁ ବାହାରେ ଅନେକ ଥଣ୍ଡା ପଡୁଥିଲା। ମା ମା, ଭାରି ଥଣ୍ଡା ଲାଗୁଛି। ଗରମ କମ୍ବଳ ବିନା ରାତିରେ ଶୋଇ ହେଉନି। ମୋ ପାଇଁ ବି ଗୋଟେ ଗରମ କମ୍ବଳ ଆଣିଦିଅ ନା। ଜାଣିଛ ମା, ମୋର ସବୁ ସାଙ୍ଗଙ୍କ ପାଖରେ ଗରମ କମ୍ବଳ ଅଛି, କେବଳ ମୋ ପାଖରେ ନାହିଁ। ମାରେ, ଆଉ କିଛି ଦିନ ଅପେକ୍ଷା କର। ମୁଁ ଯେମିତି ଟଙ୍କା ପାଇବି ତୋ ପାଇଁ ଗରମ କମ୍ବଳ ଆଣିଦେବି। ଆଜି ରାତି ପାଇଁ ବ୍ୟସ୍ତ ହେଇନି, ମୁଁ ଯାଉଛି କାଠ ଜଳି ଘରକୁ ଗରମ କରିଦେବି, ତତେ ଆଉ ଥଣ୍ଡା ଲାଗିବନି। ଏମିତି କହି ମା ଚଢ଼େଇ ନିଆଁ ଜଳିବାକୁ ଗଲା। ହେଲେ ସେ ଦେଖିଲା ତାଙ୍କ ଘରେ ବହୁତ କମ୍ ଶୁଖିଲା କାଠ ଅଛି। କଣ, ଘରେ ତ କେତେ କମ୍ ଶୁଖିଲା କାଠ ଅଛି। ଆଜି ରାତି ମୁଁ ଏସବୁ ଜାଳିଥାଏ, ସକାଳେ ଶୀଘ୍ର କାଠ ଖୋଜିବାକୁ ଯିବି। ଏମିତି ମା ଚଢ଼େଇ ନିଆଁ ଜଳିଲା। ଘର ଟିକେ ଗରମ ହେବାରୁ ଚଢ଼େଇ ଛୁଆ ଶୋଇ ପଡ଼ିଲା। ମା ଚଢ଼େଇ ରାତି ସାରା ନିଆଁ ପାଖରେ ବସି ନିଆଁ ଜାଳୁଥିଲା। ପରଦିନ ସକାଳେ ମୋ ଝିଅ ଏବେ ଶୋଇଛି, ସେ ଉଠିବା ଆଗରୁ ମୁଁ ଯାଏ କିଛି କାଠ ନେଇ ଆସେ। ତାପରେ ମା ଚଢ଼େଇ କାଠ ଖୋଜିବା ପାଇଁ ବାହାରକୁ ଗଲା। ସକାଳେ ବି ଥଣ୍ଡା ପବନ ବହୁଥିଲା। ମା ଚଢ଼େଇ ଅନେକ କଷ୍ଟରେ ଜଙ୍ଗଲ ଭିତରକୁ ଗଲା। ଆଉ ଗୋଟେ ଶୁଖିଲା ଗଛ ଦେଖି ତାକୁ କାଟିବା ଆରମ୍ଭ କଲା। ସେତେବେଳେ ଆରେ ଚଢ଼େଇ, ତୁ ଏ ଗଛ କାହିଁକି କାଟୁଛୁ? ଏ ଗଛ ମୋର, ଏ ଗଛ ପାଖରୁ ଚାଲିଯା। କାଠୁରିଆ ଭାଇ, ତୁମେ ତ ଜାଣ ରାତିରେ ଅନେକ ଥଣ୍ଡା ପଡୁଛି। ମୋ ପାଖରେ କମ୍ବଳ କିଣିବାକୁ ଟଙ୍କା ନାହିଁ। ମୋ ଛୋଟ ଝିଅ ଥଣ୍ଡା ପାଇଁ ଅନେକ କଷ୍ଟ ପାଉଛି। ମୁଁ ଶୁଖିଲା କାଠ ନେଲେ ରାତିରେ ନିଆଁ ଜଳି ଘରକୁ ଗରମ କରିବି। ତୋର ଯଦି କାଠ ଦରକାର ତୁ ଆଉ କୋଉଠୁ ନେ। ଏ ଆଖ ପାଖରେ ଥିବା ସବୁ ଶୁଖିଲା ଗଛ ମୋର, ମୁଁ ତତେ ଗୋଟେ ବି କାଠ ଦେଇପାରିବିନି। ଏମିତି ଶୁଣି ଚଢ଼େଇ ମନ ଦୁଃଖରେ ସେଠାରୁ ଚାଲିଗଲା। ସେ ଶୁଖିଲା କାଠ ଖୋଜୁ ଖୋଜୁ ମଣିଷ ମାନଙ୍କ ଗାଁରେ ପହଞ୍ଚିଗଲା। ସେତେବେଳେ ସେ ଦେଖିଲା ଗାଁର ସରପଞ୍ଚ ଗରିବ ଅସହାୟ ଲୋକଙ୍କୁ କମ୍ବଳ ବାଣ୍ଟୁଥିଲା। ଆରେ, ଏ ଗାଁର ସରପଞ୍ଚ କେତେ ଭଲ। ସେ ଗରିବ ଅସହାୟ ଲୋକଙ୍କୁ କମ୍ବଳ ଦେଇ ସାହାଯ୍ୟ କରୁଛନ୍ତି। ମୁଁ ବି ତାଙ୍କ ପାଖକୁ ଯାଇ ସାହାଯ୍ୟ ମାଗି ଦେଖେ। ଏମିତି ଚିନ୍ତା କରି ଚଢ଼େଇ ଲୋକଙ୍କ ଲାଇନରେ ଯାଇ ଛିଡା ହେଇଗଲା। ଯେତେବେଳେ ସରପଞ୍ଚ ତାକୁ ଦେଖିଲା, ସେ କହିଲା, ଏ କଣ, ତୁ ଗୋଟେ ଚଢ଼େଇ ହେଇ ମଣିଷ ମାନଙ୍କ ଲାଇନରେ ଛିଡା ହେଇଛୁ? ଯା ଯା, ଏଠୁ ଚାଲିଯା। ମତେ ଏଠୁ ବାହାର କରନ୍ତୁନି। ଶୀତ ପାଇଁ ମୁଁ ଆଉ ମୋ ଝିଅ ବହୁତ କଷ୍ଟ ପାଉଛୁ। ଦୟାକରି ମତେ ବି ଗୋଟେ କମ୍ବଳ ଦିଅନ୍ତୁ। ତୁ ଗୋଟେ ଚଢ଼େଇ, ତତେ ବି ଥଣ୍ଡା ଲାଗୁଛି? ମୁଁ ଆଜି ଏକଥା ନୂଆ ଶୁଣୁଛି।
ଏସବୁ କ'ଣ କହୁଛନ୍ତି? ଆମେ ଚଢ଼େଇ ବୋଲି କ'ଣ ଆମକୁ ଥଣ୍ଡା ଲାଗିବନି? ଆମର କ'ଣ କଷ୍ଟ ନାହିଁ? ଆପଣ ଗରିବ ଅସହାୟ ଲୋକଙ୍କୁ କମ୍ବଳ ଦେଇ ସାହାଯ୍ୟ କରୁଛନ୍ତି। ମୁଁ ବି ସାହାଯ୍ୟ ପାଇବା ଆଶାରେ ଆପଣଙ୍କ ପାଖକୁ ଆସିଥିଲି। ଆଚ୍ଛା ଆଚ୍ଛା ଠିକ ଅଛି ଚଢ଼େଇ, ତୁ ଆଉ ମନ କଷ୍ଟ କରନି। ମୋ ପାଖରେ ଗୋଟେ ଛୋଟ କମ୍ବଳ ଅଛି, ତୁ ଏ କମ୍ବଳ ନେଇଯା। ଏମିତି ସେ ସରପଞ୍ଚ ଚଢ଼େଇକୁ କମ୍ବଳ ଦେଲା। ଚଢ଼େଇ ଖୁସିରେ କମ୍ବଳ ଧରି ଘରକୁ ଗଲା। ଚଢ଼େଇ ଯେତେବେଳେ ଘରକୁ ଯାଉଥିଲା, ଦୁଇ କାଉ ତାକୁ ଦେଖୁଥିଲେ। ଆରେ ଦେଖ ଦେଖ, ଚଢ଼େଇ ଗୋଟେ ନୂଆ କମ୍ବଳ ଆଣିଛି। ଆମ ଘରେ ତ ଗୋଟେ ବି କମ୍ବଳ ନାହିଁ। ଯାଅ ଯାଅ, ମୋ ପାଇଁ ଚଢ଼େଇ ପାଖରୁ ସେ କମ୍ବଳ ଆଣିଦିଅ। ହେଲେ ଏମିତି ଶୀତ ଦିନରେ ଚଢ଼େଇ କ'ଣ ମତେ ତା କମ୍ବଳ ଦେବ? ତୁମେ ଥାଅ, ମୁଁ ଚଢ଼େଇ ଘରକୁ ଯାଉଛି। କିଛି ଦିନ ତଳେ ସେ ମୋଠୁ 200 ଟଙ୍କା ଧାର ନେଇଥିଲା। ଆଜି ମୁଁ ତାଠୁ ଟଙ୍କା ଆଣିବି, ନହେଲେ ସେ କମ୍ବଳ ଆଣିବି। ଚଢ଼େଇ, ଏ ଚଢ଼େଇ, ତୁ ଘରେ ଅଛୁ ନା? କ'ଣ ହେଲା କାଉ ଭଉଣୀ, ଏତେ ରାତିରେ ମୋ ଘରକୁ ଆସିଲ ଯେ? ଚଢ଼େଇ, ମତେ ମୋ 200 ଟଙ୍କା ଏବେ ଦେ, ମୋର ଦରକାର ଅଛି। ହେଲେ କାଉ ଭଉଣୀ, ତୁମେ ତ କହିଥିଲ 2 ମାସ ପରେ ମୋଠୁ ଟଙ୍କା ନେବ। ମୋ ଟଙ୍କା ମୋ ଇଚ୍ଛା। କହିଥିଲି ବୋଲି କ'ଣ ମୁଁ ଏବେ ତତେ ଛାଡ଼ିଦେବି? ମତେ ଏବେ ହିଁ ମୋ ଟଙ୍କା ଦରକାର। ଶୀଘ୍ର ମତେ ମୋ ଟଙ୍କା ଦେ। ଏବେ ମୋ ପାଖରେ ଟଙ୍କାଟେ ବି ନାହିଁ। ମତେ ଆଉ କିଛି ଦିନ ସମୟ ଦିଅ, ମୁଁ ଖୁବ୍ ଶୀଘ୍ର ତୁମ ଟଙ୍କା ଫେରେଇ ଦେବି। ନା ନା, ମୁଁ ଆଉ ତତେ ସମୟ ଦେଇ ପାରିବିନି। ମତେ ମୋ ଟଙ୍କା ଦେ, ନହେଲେ ତୋର ସେ ନୂଆ କମ୍ବଳକୁ ଦେ। ନା ନା କାଉ ଭଉଣୀ, ସେ କମ୍ବଳ ନିଅନି। ଥଣ୍ଡା ପାଇଁ ମୋ ଝିଅ ଅନେକ କଷ୍ଟ ପାଇଲାଣି। ଆଜି ତ ମୋ ଘରେ ଶୁଖିଲା କାଠ ବି ନାହିଁ। ଚଢ଼େଇ ଯେତେ କହିଲେ ବି କାଉ ତାର କିଛି କଥା ଶୁଣିଲାନି। ସେ ଚଢ଼େଇର ଘର ଭିତରକୁ ଯାଇ ନୂଆ କମ୍ବଳକୁ ଧରି ତା ଘରକୁ ଚାଲିଗଲା। ମା, ଏବେ କ'ଣ କରିବା? ଆଜି ରାତି ଆମ ପାଖରେ କମ୍ବଳ ନାହିଁ, କି ନିଆଁ ଚଳିବା ପାଇଁ କାଠ ବି ନାହିଁ। ଏମିତି ଜୀବନ ଅପେକ୍ଷା ମରିଯିବା ବହୁତ ଭଲ। ମତେ କ୍ଷମା କରିଦେବୁ ମା, ମୁଁ ତୋ ପାଇଁ କିଛି ବି କରିପାରୁନି। ମା, ମନ ଦୁଃଖ କରନି, ମୋ ପାଖରେ ଗୋଟେ ଉପାୟ ଅଛି। ଚାଲ ଆଜି ରାତି ଆମେ ବାହାରେ ଖେଳିବା। ଖେଳିଲେ ଆମକୁ ଆଉ ଥଣ୍ଡା ଲାଗିବନି। ତା ମାନେ ତୁ କହୁଛୁ ରାତି ସାରା ଆମେ ଖେଳିକି ବିତେଇବା? ହଁ ମା, ସକାଳେ ଯେତେବେଳେ ଖରା ଆସିବ ଆମେ ଟିକେ ଶୋଇପଡ଼ିବା। ମା ମା, ମତେ ଧର ଧର। ଏମିତି ସେମାନେ ଉଡ଼ି ଉଡ଼ି ଅନେକ ଦୂରକୁ ଚାଲିଗଲେ। ସେତେବେଳେ ଗୋଟେ ପରୀ ଦୂରରୁ ଥାଇ ତାଙ୍କୁ ଦେଖୁଥିଲା। ଆରେ ବା, ଏମାନେ କେତେ ବଢିଆ ଖେଳୁଛନ୍ତି। ମତେ ବି ଖେଳିବାକୁ ଭାରି ଇଚ୍ଛା ହଉଛି। ମୁଁ ଏବେ ତାଙ୍କ ପାଖକୁ ଯାଏ। ତମେ ମାନେ କେତେ ବଢିଆ ଖେଳୁଛ, ମତେ ବି ତୁମ ସାଙ୍ଗରେ ଖେଳିବାକୁ ଇଚ୍ଛା ହଉଛି। କିଏ ତୁମେ? ଆମେ ବୋଧେ ଏଠାକୁ ଆସି ଭୁଲ କରିଦେଲୁ। ଆମର କିଛି ବି କ୍ଷତି କରନି, ଆମେ ଏବେ ଏଠୁ ଚାଲିଯିବୁ। ଆରେ ନା ନା, ତମେ ମାନେ ମତେ ଡରନି। ମୁଁ ଜଣେ ପରୀ। ତମ ମାନଙ୍କ ଖେଳ ଦେଖି ମୁଁ ବି ତୁମ ସାଙ୍ଗରେ ଖେଳିବାକୁ ଆସିଛି। ସୁନ୍ଦର ପରୀ, ତୁମ ସହ ଖେଳିବାକୁ ମତେ ବି ଭାରି ଭଲ ଲାଗିବ। ଆସ ଆସ। ତାପରେ ସେମାନେ ପରୀ ସହ ମିଶି ଖେଳିଲେ। କିଛି ସମୟ ପରେ, ଆଜି ତ ମଜା ଆସିଗଲା। କାଲି କ'ଣ ତମେ ମାନେ ପୁଣି ଆସିବ? ହଁ, ଯଦି କାଲି ବି ଆମେ ଶୁଖିଲା କାଠ ଆଉ କମ୍ବଳ ନ ପାଇବୁ, ତେବେ ପୁଣି ଏଠାକୁ ଆସିବୁ। କ'ଣ ହେଲା? ଗରମ କମ୍ବଳ ଆଉ କାଠ ନ ପାଇଲାରୁ ତମେ ମାନେ ଏଠାକୁ ଖେଳିବାକୁ ଆସିଥିଲ? ତା ମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ତମେ ମାନେ ଖେଳୁଥିଲ? ହଁ, ନହେଲେ କ'ଣ ଏଇ ଥଣ୍ଡା ରାତିରେ ଆମେ ଘର ବାହାରେ ଆସି ଖେଳିଥାନ୍ତୁ? ତମେ ମାନେ ଏବେ ଘରକୁ ଯାଅ, ଗରମ କମ୍ବଳ ଆଉ ଶୁଖିଲା କାଠ ପାଇଯିବ। ହେଲେ କେମିତି? ତମେ ମାନେ ଆଗ ଘରକୁ ତ ଯାଅ, ମୁଁ ତୁମ ଘରେ ସବୁ ଜିନିଷ ପହଞ୍ଚେଇ ଦେଇଛି। ତାପରେ ମା ଚଢ଼େଇ ଆଉ ତାର ଝିଅ ଶୀଘ୍ର ଘରକୁ ଆସିଲେ। ସେମାନେ ଦେଖିଲେ ହିଟର ପାଇଁ ତାଙ୍କ ଘରଟି ପୁରାପୁରି ଗରମ ଅଛି। ତାଙ୍କ ଘରେ 2ଟି କମ୍ବଳ ଆଉ କିଛି ଶୁଖିଲା କାଠ ବି ଅଛି। ସେତେବେଳେ ପରୀ ତାଙ୍କ ଝରକା ପାଖକୁ ଆସି କହିଲା, ମୁଁ ତୁମ ରୋଷେଇ ଘରେ ଖିଚୁଡ଼ି ରଖିଦେଇଛି, ଖାଇ ନେବ। ଆଉ ହଁ, କାଲି ବି ଖେଳିବାକୁ ଆସିବ, ମୁଁ ତୁମକୁ ଅପେକ୍ଷା କରିଥିବି। ଏମିତି କହି ପରୀ ସେଠାରୁ ଚାଲିଗଲା। ପୁରା ଶୀତ ଦିନ ମା ଚଢ଼େଇ ଆଉ ତାର ଝିଅ ଥଣ୍ଡା ପାଇଁ ଆଉ କଷ୍ଟ ପାଇଲେନି। ମା ମା, ତୁମେ କ'ଣ ଫୁଲ ତୋଳିବାକୁ ଯାଉଛ? ହଁ ରେ ମା, ମୁଁ ଏବେ ଫୁଲ ତୋଳିବାକୁ ଯାଉଛି। ଶୀଘ୍ର ଫୁଲ ତୋଳି ପୁଣି ବଜାରକୁ ଯିବି। ମା, ମୁଁ ବି ଆଜି ତୁମ ସାଙ୍ଗରେ ଫୁଲ ତୋଳିବାକୁ ଯିବି। ବହୁତ ଦିନରୁ ମୁଁ ଆମ ବଗିଚାକୁ ଯାଇନି। ଆଚ୍ଛା ଠିକ ଅଛି, ଆସ ମୋ ସାଙ୍ଗରେ। ମା,
ଇ କଣ ହେଇଯାଇଛି? ଆମର ସବୁ ଫୁଲ ଗଛ ମରିଗଲେ କେମିତି? ଲାଗୁଛି କାଲିର ଝଡ଼ ବର୍ଷାରେ ଆମ ବଗିଚାର ସବୁ ଫୁଲ ନଷ୍ଟ ହେଇଗଲା। ଏବେ ଆମର କଣ ହେବ? ମୁଁ ମୋ ବଗିଚାର ଫୁଲ ବିକ୍ରି କରି ଘର ଚଳଉଥିଲି। ମୁଁ ଏବେ ଘର କେମିତି ଚଳିବି? ଖାଇବା କେମିତି ଯୋଗାଡ଼ କରିବି? ମା ଆମେ ଆଉ ଥରେ ଫୁଲ ଗଛ ଲଗେଇବା, ତାପରେ ପୂର୍ବ ଭଳି ଫୁଲ ବିକ୍ରି କରିବା। ନାଇଁ ରେ ମା, ଫୁଲ ଚାରା କିଣିବା ପାଇଁ ମୋ ପାଖରେ ଏବେ ଟଙ୍କା ନାହିଁ। ଏହି ସବୁ ଫୁଲ ଚାରା ନଦୀ ପାଖରେ ବାହାରିଥିଲା। ମୁଁ ସେଇଠୁ ଏସବୁ ଆଣି ଆମ ବଗିଚାରେ ଲଗେଇଥିଲି। ଆଜି ବଜାରରେ ମୁଁ କଣ ବିକ୍ରି କରିବି କିଛି ବୁଝିପାରୁନି। ମା ଚିନ୍ତା କରନି, ନଦୀ ପାଖରେ ନା ଗୋଟେ ଫଳ ଗଛ ଅଛି। ଆଜି ଆମେ ସେଥିରୁ କିଛି ଫଳ ଆଣି ବଜାରରେ ବିକ୍ରି କରିଥିବା। ହଁ, ମୁଁ ବି ସେଇ କଥା ଭାବୁଥିଲି ରେ ମା। ଚାଲ ଏବେ ସେଠାକୁ ଯିବା। ଏବେ କେବଳ ସେ ଫଳ ହିଁ ଆମର ଶେଷ ଭରସା। ଏମିତି କହି ମା ଚଢ଼େଇ ତା ଝିଅ ସାଙ୍ଗରେ ଫଳ ତୋଳିବାକୁ ଗଲା। ସେତେବେଳେ କାଉ ଆଉ ତାର ଝିଅ ସାଙ୍ଗରେ ତାଙ୍କର ଦେଖା ହେଲା। ଆରେ ଚଢ଼େଇ, ତୁ ତ ଝିଅ ସାଙ୍ଗରେ କୋଉଠିକି ଯାଉଛୁ? କାଉ ଭଉଣୀ, ମୁଁ ଫଳ ଆଣିବା ପାଇଁ ନଦୀ ପାଖକୁ ଯାଉଥିଲି। ବୁଝିଗଲି ଚଢ଼େଇ, ମୁଁ ଜାଣେ ତୁ କେତେ ଗରିବ। ମୁଁ ଶୁଣିଥିଲି ଗତକାଲିର ଝଡ଼ ବର୍ଷାରେ ତୋ ଫୁଲ ବଗିଚା ନଷ୍ଟ ହେଇଯାଇଛି। ଏବେ ତ ତୋ ପାଖରେ କାମ ନାହିଁ। ଆମ ଜଙ୍ଗଲର ଜମିଦାରଙ୍କ ଘରେ ମୋ ସ୍ୱାମୀ କାମ କରନ୍ତି। ସେ ତାଙ୍କୁ ଅନେକ ଟଙ୍କା ଦରମା ଦେଉଛନ୍ତି। ତୁ ଯଦି ଚାହିଁବୁ, ମୁଁ ଜମିଦାରଙ୍କ ସହ କଥାବାର୍ତ୍ତା କରି ତତେ ତାଙ୍କ ଘରେ ଚାକରାଣୀର କାମରେ ରଖିପାରିବି। ନା କାଉ ଭଉଣୀ, ମୁଁ କଷ୍ଟ କରି ଚଳିଯିବି ପଛେ ଜମିଦାରଙ୍କ ଘରେ ଚାକରାଣୀର କାମ କରି ତାଙ୍କଠୁ ଅପମାନ ସହିପାରିବିନି। ଆମ ଜଙ୍ଗଲର ଜମିଦାର ବହୁତ ରାଗି। ଛୋଟ ଛୋଟ ଭୁଲରେ ବି ସେ ଅନେକ ଶାସ୍ତି ଦିଅନ୍ତି। ଆଚ୍ଛା କାଉ ଭଉଣୀ, ମୁଁ ଏବେ ଫଳ ତୋଳିବାକୁ ଯାଏ। ବଜାରକୁ ଯିବା ପାଇଁ ନହେଲେ ଡେରି ହେଇଯିବ। ଫୁଟାଣି ଦେଖ ଏଇ ଗରିବ ଚଢ଼େଇର। ଭିକାରୀ ହେବାକୁ ବସିଲାଣି, ତଥାପି ଆର ଗର୍ବ ଭାଙ୍ଗୁନି। ମା ଆମ ଝୁଡ଼ି ଫଳରେ ଭର୍ତ୍ତି ହେଇଗଲା। ଏବେ ଚାଲ ବଜାରକୁ ଯିବା। ଆଚ୍ଛା ଠିକ ଅଛି, ମୁଁ ଏବେ ତଳକୁ ଯାଉଛି, ତାପରେ ଆମେ ବଜାରକୁ ଯିବା। ତାପରେ ସେ ମା ଚଢ଼େଇ ଆଉ ତାର ଛୁଆ ଫଳ ଧରି ବଜାରକୁ ଯିବା ପାଇଁ ବାହାରିଲେ। ରାସ୍ତାରେ ସେମାନେ ଗୋଟେ ଡାଳିମ୍ବ ଘର ଦେଖି ଅଟକି ଗଲେ। ମା ଇଏ କେମିତିକା ଘର? ମୁଁ ଏମିତି ଘର ତ ଆଗରୁ ଦେଖିନଥିଲି। ଏଇଟା ତ ଗୋଟେ ଡାଳିମ୍ବ ଘର, ହେଲେ ଘର ଏଠାକୁ କେମିତି ଆସିଲା? ମା, ଏ ଘର ଯେମିତି ବି ଆସିଥାଉ, ଚାଲ ନା ଆମେ ଥରେ ଏ ଘର ଭିତରକୁ ଯାଇ ଦେଖି ଆସିବା। ଏ ଘର ଭିତରେ କଣ ଅଛି? ଆଚ୍ଛା ମା, ଠିକ ଅଛି। ମୁଁ ଆଗ କବାଟ ଖୋଲି ଦେଖେ, ତାପରେ ଆମେ ଯିବା। ଏମିତି କହି ମା ଚଢ଼େଇ ଯେମିତି ସେ ଡାଳିମ୍ବ ଘରକୁ ଛୁଇଁଲା, ହଠାତ୍ ସେ ଅଦୃଶ୍ୟ ହେଇ ଘର ଭିତରକୁ ଚାଲିଗଲା। ଏ ସବୁ ଦେଖି ତ ଚଢ଼େଇ ଛୁଆ କୁନି ଅନେକ କାନ୍ଦିଲା। ଏ କଣ ହେଇଗଲା ମା? ଏମିତି ଅଦୃଶ୍ୟ ହେଇ କୁଆଡେ ଚାଲିଗଲ? ଡାଳିମ୍ବ ଘର, ତୁ ମୋ ମାକୁ କୁଆଡେ ନେଇଗଲୁ? ମୋ ମାକୁ ଫେରେଇ ଦେ। କାନି ଛୋଟ ଝିଅ, ତ ମା ଯଦି ଗୋଟେ ଭଲ ମନର ପକ୍ଷୀ ହେଇଥିବ, ସେ ନିଶ୍ଚୟ ଏ ଘରୁ ବାହାରି ଆସିବ। ହଁ, ମୋ ମା ବହୁତ ଭଲ ମନର। ସେ କେବେ କାହାକୁ କଷ୍ଟ ଦେଇନାହାନ୍ତି। ତେବେ ତୁ ଆଉ ଚିନ୍ତା କରନି, ଏଠି କିଛି ସମୟ ଅପେକ୍ଷା କରି ବସିଥା। ତୋ ମା ଶୀଘ୍ର ଏ ଘରୁ ବାହାରି ଆସିବେ। ଏମିତି ଶୁଣିଲା ପରେ କୁନି ଆଉ କିଛି ବି ନ କହି ସେଠି ବସି ରହିଲା। ସେପଟେ ଡାଳିମ୍ବ ଘର ଭିତରେ, ଆରେ ମୁଁ ଏ କେମିତିକା ଜାଗାକୁ ଚାଲି ଆସିଲି? ଏଠି ଏମିତି ନିଆଁ କାହିଁକି ଜଳୁଛି? ଆଉ ସେପଟେ ଏତେ ସୁନା ଟଙ୍କା କିଏ ରଖିଛି? ନିଶ୍ଚୟ ଏ ଘରକୁ ଭୂତ ଘର ହେଇଥିବ। ଏଇଠି ବେଶୀ ସମୟ ରହିବା ଠିକ ନୁହଁ। ମୁଁ ବାହାରକୁ ବାହାରିବାର ରାସ୍ତା ଖୋଜି ଦେଖେ। ରହିଯାଅ, ମୋ କଥା ଶୁଣିଯାଅ। କିଏ କଥା କହୁଛ? ମୁଁ ତ କାହାକୁ ବି ଦେଖୁନି। ଏପଟେ ଦେଖ, ମୁଁ ନିଆଁ କଥା କହୁଛି। ମୋ ପାଖରେ ଥିବା ସୁନା ଟଙ୍କା ତୁମେ ନ ନେଇ କାହିଁକି ଚାଲି ଯାଉଛ? ତୁମେ ବୋଧେ ମୋ ନିଆଁକୁ ଦେଖି ଡରି ଯାଉଛ, ସେଥିପାଇଁ ଏ ସୁନା ନେଇ ପାରୁନ। ନା ନିଆଁ, ମୁଁ ସେଥିପାଇଁ ଡରିନି। ମୋର ତ ଡେଣା ଅଛି। ମୋର ଯଦି ସୁନା ଟଙ୍କା ନେବାର ଥାନ୍ତା, ମୁଁ ତୁମ ଉପର ଦେଇ ଉଡ଼ି ନେଇ ପାରିଥାନ୍ତି। ହେଲେ ସୁନା ମୋର ନୁହଁ, ସେଥିପାଇଁ ଏସବୁରେ ଲୋଭ ନ କରି ମୁଁ ଏଠୁ ବାହାରିବାକୁ ଚାହୁଁଛି। ଚଢ଼େଇ, ମୁଁ ତୋର ଭଲ ଗୁଣ ଦେଖି ଅନେକ ଖୁସି। ଏ ସୁନା ଟଙ୍କା ମୁଁ ଏଠି ରଖିଛି। ଭଲ ପକ୍ଷୀମାନଙ୍କୁ ମୁଁ ଏ ସୁନା ଟଙ୍କା ଦେଇ ସାହାଯ୍ୟ କରେ। ଚଢ଼େଇ, ତୋର ଯେତେ ଇଚ୍ଛା ତୁ ଏଠୁ ସୁନା ଟଙ୍କା ନେଇଯା। ଏସବୁ ମୁଁ ତତେ ଉପହାର ଦେଉଛି। ହେଲେ ମୋର ଏତେ ସାରା ସୁନା ଟଙ୍କା ଦରକାର ନାହିଁ। ମତେ କେବଳ ଏତିକି ଦରକାର ଯେତିକିରେ ମୁଁ ଗୋଟେ ବ୍ୟବସାୟ ଆରମ୍ଭ କରିପାରିବି।
ଆଉ ନିଅ ଦୟାକରି ମତେ ଏଠୁ ବାହାରିବାର ରାସ୍ତା କହିଦିଅ। ମୋର ଛୋଟ ଝିଅ ମୋ ପାଇଁ ବ୍ୟସ୍ତ ହେଉଥିବ। ହଁ ହଁ ମୁଁ ତତେ ଏଠୁ ବାହାର କରିଦେବି। ଆଗ ତୋର ଯେତିକି ଦରକାର ତୁ ସୁନା ଟଙ୍କା ନେଇଯା। ଏମିତି ଶୁଣି ଚଢ଼େଇ ସୁନା ଟଙ୍କା ପାଖକୁ ଯାଇ ତାର ଯେତିକି ଦରକାର ସେତିକି ସୁନା ଟଙ୍କା ନେଲା। ତାପରେ ଡାଳିମ୍ବ ଘର ବାହାରକୁ ସେ ଚାଲି ଆସିଲା। ମା ତୁମେ ଆସିଗଲ। ମତେ ନା ଭାରି ଡର ଲାଗୁଥିଲା। ଭିତରେ ତୁମ ସହ କଣ ହେଲା ମା ଚଢ଼େଇ ତା ଝିଅକୁ ସବୁ ଘଟଣା କହିଲା। ସେମାନେ ଖୁସିରେ ଘରକୁ ଫେରି ଆସିଲେ। ଆଉ ସୁନା ଟଙ୍କା ବିକ୍ରି କରି ମା ଚଢ଼େଇ ଅନେକ ଗୁଡ଼ିଏ ଫଳ ଚାରା କିଣି ନିଜ ଜମିରେ ଲଗେଇଦେଲା। କିଛି ଦିନ ପରେ ସେ ଲଗେଇଥିବା ଗଛ ବଡ଼ ହେଇ ସେଥିରେ ଅନେକ ଫଳ ଫଳିଲା। ମା ଦେଖ ଆମ ଗଛରେ କେତେ ଗୁଡ଼ିଏ ଫଳ ହେଇଛି। ଏବେ ଏସବୁ ବିକ୍ରି କରି ଆମେ ଆରାମରେ ଚଳିପାରିବା। ଆମର ଆଉ କିଛିରେ ବି ଅଭାବ ରହିବନି। ହଁ ରେ ମା ତୁ ଠିକ କହିଲୁ। ଏଇ ଫଳ ସବୁ ବିକ୍ରି କରି ମୁଁ ଆଗ ଆମ ପାଇଁ ଏକ ଘର ତିଆରି କରିବି। ତାପରେ ବାକି ଟଙ୍କା ମୁଁ ତ ଭବିଷ୍ୟତ ପାଇଁ ରଖିଦେବି। ଚାଲ ମା ଏବେ ଫଳ ତୋଳି ବଜାରକୁ ଯିବା। ତାପରେ ସେମାନେ ଫଳ ନେଇ ବଜାରକୁ ଗଲେ ଆଉ ବିକ୍ରି କଲେ। ତାଙ୍କର ବହୁତ ଭଲ ଟଙ୍କା ରୋଜଗାର ହେଲା। ଏମିତି ତାଙ୍କର ସବୁ ଅଭାବ ଦୂର ହେଲା। ଗୋଟେ ଦିନ କାଉ ଚଢ଼େଇର ଫଳ ବଗିଚା ରାସ୍ତାରେ ଯାଉଥିଲା। ଆରେ ଏଠି ଏତେ ବଡ଼ ଗୋଟେ ଫଳ ବଗିଚା ଅଛି, ହେଲେ ଜମି କାହାର? ଆରେ ମିଟୁ ଭାଇ କୁଆଡେ ଯାଉଛ କି? ହଁ କାଉ ମୁଁ ସହରକୁ ଯାଉଥିଲି। କଣ ହେଲା ତୁ ମତେ କାହିଁକି ଡାକିଲୁ? ମିଟୁ ଭାଇ ଏ ଜମିଟା କାହାର କହିପାରିବ? ଆଗରୁ ଏତେ ବଡ଼ ଫଳ ବଗିଚା ତ ଆମ ଜଙ୍ଗଲରେ ନଥିଲା। ଆରେ କାଉ ତୁ କଣ ଜାଣିନୁ ଏ ଫଳ ବଗିଚା ରିନୁ ଚଢ଼େଇର। ସେ କିଛି ଦିନରେ ହିଁ ପରିଶ୍ରମ କରି ଏତେ ବଡ଼ ଫଳ ବଗିଚାର ମାଲିକାଣୀ ହେଇଯାଇଛି। କିଛି ଦିନ ତଳେ ଚଢ଼େଇ ଖାଇବାକୁ ବି ପାଉନଥିଲା। ଏବେ ସେ ଏତେ ବଡ଼ ଗୋଟେ ଫଳ ବଗିଚାର ମାଲିକାଣୀ ପାଲଟି ଗଲା। ମୁଁ ଯାଇ ତାକୁ ଏକଥା ପଚାରି ସେ ଏସବୁ କେମିତି କଲା। ମୋ ସ୍ୱାମୀଙ୍କର ଚାକିରି ଗଲା ପରେ ତାଙ୍କୁ ଆଉ କାମ ମିଳୁନି। ଏବେ ଚଢ଼େଇଠୁ କିଛି ପରାମର୍ଶ ନେଇ ଆମେ ବି ଗୋଟେ ବ୍ୟବସାୟ ଆରମ୍ଭ କରିବୁ। ଆରେ ଚଢ଼େଇ ତୁ ଘରେ ଅଛୁ ନା? ଟିକେ ବାହାରକୁ ଆସେ। ଆରେ କାଉ ଭଉଣୀ ଆଜି ହଠାତ୍ ତୁମେ ମୋ ଘରକୁ କେମିତି ଆସିଲ? ଚଢ଼େଇ ମୁଁ ବଡ଼ ବିପଦରେ ପଡ଼ି ତୋ ପାଖକୁ ଆସିଛି। ତୁ ଠିକ କହୁଥିଲୁ। ଆମ ଜଙ୍ଗଲର ଜମିଦାର ବହୁତ ରାଗି। ସେ ଗୋଟେ ଛୋଟ ଭୁଲ ପାଇଁ ମୋ ସ୍ୱାମୀଙ୍କୁ ଚାକିରିରୁ ବାହାର କରିଦେଲେ। ଏବେ ମୋ ସ୍ୱାମୀଙ୍କ ପାଖରେ କିଛି ବି କାମ ନାହିଁ। ତୁ କେମିତି ଏତେ ବଡ଼ ଫଳ ବଗିଚାର ମାଲିକାଣୀ ହେଲୁ ମତେ ବି ଟିକେ କହ। ଯଦି ହେବ ଆମେ ବି ସେମିତି କିଛି ବ୍ୟବସାୟ ଆରମ୍ଭ କରିବୁ। ଏମିତି ଶୁଣି ଚଢ଼େଇ କାଉକୁ ସବୁ ଘଟଣା କହିଦେଲା। ସବୁ ଶୁଣି କାଉ ସେ ଡାଳିମ୍ବ ଘର ଖୋଜିବାକୁ ବାହାରି ଗଲା। ଚଢ଼େଇ କେତେ ବୋକା, ଏତେ ସାରା ସୁନା ଛାଡ଼ି ଦେଇ ଅଳ୍ପ କେତେଟା ସୁନା ଆଣିଲା। ମୁଁ ସେ ଘରୁ ସବୁ ସୁନା ଟଙ୍କା ନେଇ ଆସିବି। ଆଉ ଏ ଜଙ୍ଗଲରେ ସବୁଠାରୁ ଧନୀ ପକ୍ଷୀ ହେଇଯିବି। ଏଇ ତ ଆଗରେ ଗୋଟେ ଡାଳିମ୍ବ ଘର ଦେଖାଯାଉଛି। ମୁଁ ଏବେ ସେଠାକୁ ଯାଏ। ଏମିତି ଚିନ୍ତା କରି କାଉ ସେ ଡାଳିମ୍ବ ଘର ପାଖକୁ ଗଲା। ସେ ବି ଅଦୃଶ୍ୟ ହେଇ ଡାଳିମ୍ବ ଘର ଭିତରକୁ ଚାଲିଗଲା। ଆରେ ଆରେ ନିଆଁ ସେପଟେ ଏତେ ସୁନା ଟଙ୍କା ଅଛି। ମୁଁ ଆଉ ନିଜକୁ ସମ୍ଭାଳି ପାରୁନି। ଯାଏ ଶୀଘ୍ର ଏଇ ସୁନା ଟଙ୍କା ଆଣି ଘରକୁ ନେଇଯାଏ। ତାପରେ କାଉ ନିଆଁ ଉପରେ ଉଡ଼ି ସୁନା ଟଙ୍କା ପାଖକୁ ଗଲା। ସେ କିଛି ସୁନା ଟଙ୍କା ନେଇ ଫେରିବା ସମୟରେ ନିଆଁ ଭିତରେ ପଡ଼ିଗଲା। ଆରେ ମରିଗଲି ରେ, ମତେ କେହି ବଞ୍ଚାଅ। ନିଆଁ ମୋର ଭୁଲ ହେଇଗଲା। ମୁଁ ଲୋଭରେ ଏଠାକୁ ଚାଲି ଆସିଥିଲି। ମୋର ଭୁଲ ହେଇଗଲା। ମତେ ଛାଡ଼ି ଦିଅ। ମୁଁ ଆଉ ଦିନେ ବି ଏଠାକୁ ଆସିବିନି। ଦୟାକରି ମତେ ଛାଡ଼ି ଦିଅ। ଲୋଭୀ ପକ୍ଷୀ ଏ ସବୁ ସୁନା ଟଙ୍କା ତୋ ପାଇଁ ନୁହଁ। ତୋ ଭଳି ଲୋଭୀ ଚଢ଼େଇ ମାନେ ମୋ ଘରୁ କେବେ ବି ବାହାରି ପାରନ୍ତିନି। ଏବେ ତୁ ଏ ନିଆଁରେ ପଡ଼ି ମର। ଏମିତି କାଉ ତା ଲୋଭ ପାଇଁ ସେ ନିଆଁରେ ଜଳି ପାଉଁଶ ହେଇଗଲା।